ଏହି ଜିନିଷଟି ଆପଣମାନେ ତ ଦେଖିଥିବେ ଯାହାର ନାମ ହେଉଛି ଭେଲକ୍ରୋ, ଯାହାକି ଜୁତାରେ ଏବଂ ସାର୍ଟରେ ଏବଂ ଏମିତି ବହୁତ ସାରା ଜିନିଷରେ ଆପଣମାନେ ଦେଖିଥିବେ। ଆପଣମାନେ କେବେ ଭାବିଛନ୍ତି ତାହାକୁ କିଏ ବନେଇଛନ୍ତି? ତ ଆପଣମାନେ ଜାଣି ରଖନ୍ତୁ 1941 ମସିହାରେ ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ନାମ ଜର୍ଜ ଦ ମାଷ୍ଟର, ଜଣେ ଇଞ୍ଜିନିୟର ଥିଲେ ଯାହାକି ଏହାକୁ ବନେଇଥିଲେ। ସେ ଦିନେ ପାହାଡକୁ ଯାଇଥିଲେ ତାଙ୍କ କୁକୁରକୁ ନେଇକିନା, ତାଙ୍କ ଡ୍ରେସରେ ଏବଂ ତାଙ୍କ କୁକୁର ଦେହରେ ବହୁତ ସାରା ବୁଲଡଗ ବୁଟ୍ସ ଲାଗିଗଲା, ଯାହାକି ଆପଣମାନେ ବି ଦେଖିଥିବେ ଆପଣଙ୍କର ସାର୍ଟରେ ମଧ୍ୟ ଏହା ଲାଗି ଯାଇଥାଏ। ଏଇଟା ତାଙ୍କ ଡ୍ରେସରେ ଲାଗିଲା ପରେ ସେ ଦେଖିଲେ କଣ ପାଇଁ ମୋ ଡ୍ରେସରେ ଏଇଟା ଲାଗିଗଲା ବା ଚିପିକି ଗଲା, ସେଥିପାଇଁ ଲେଜର କାଞ୍ଚ ସାହାଯ୍ୟରେ ଦେଖିଲେ ବୁଲଡଗ ବୁଟ୍ସରେ ବହୁତ ସାରା ବଙ୍କୁଲିସ ଟାଇପର ଅଛି ଯାହା ସାହାଯ୍ୟରେ ସେ ଚିପକିକି ରହୁଛି। ତ ସେଇଥିରେ ସେ ଭାବିଲେ ଏଥିରେ ଗୋଟେ ନୂଆ ଆବିଷ୍କାର କରାଯାଇ ପାରିବ, ଯାହାକି ସେ 10 ବର୍ଷ କାଳ ଲାଗିକିନା 1955 ମସିହାରେ ତାହାକୁ ପବ୍ଲିକ କଲେ, ଯାହାର ନାମ ହେଉଛି ଭେଲକ୍ରୋ। ଏବେ ଆମେ ଜୁତା କିମ୍ବା ସାର୍ଟରେ ବ୍ୟାଗରେ ମଧ୍ୟ ଏଇଟା ୟୁଜ କରୁଛୁ, ଏମିତି ବହୁତ ସାରା ଜିନିଷରେ ଏଇଟା ୟୁଜ କରୁଛୁ। ତ ଆପଣମାନେ এইভাবে ইনফরমেটিভ ভিডিও ଦେଖିବା ପାଇଁ ଆମକୁ ଫଲୋ ଏବଂ ସବସ୍କ୍ରାଇବ ରଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ।